ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 6:11 ପଦରେ ଆମେ ଏହିପରି ପାଠ କରୁ, ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ। ମନୁଷ୍ୟର ଶାରୀରିକ ସ୍ୱାସ୍ଥ୍ୟ ତାହାର ମାନସିକ, ଆତ୍ମିକ, ସାମାଜିକ, ବ୍ୟବହାରିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ। ଶାରୀରିକ ସ୍ୱାସ୍ଥ୍ୟ ନିମନ୍ତେ ମନୁଷ୍ୟକୁ ପୁଷ୍ଟିକର ଆହାରର ପ୍ରୟୋଜନ। ମନୁଷ୍ୟର ପାପ ହେତୁ ଈଶ୍ୱର ଭୂମିକୁ ଶାପଗ୍ରସ୍ତ କରି କହିଲେ, ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା। ତୁମ୍ଭେ ଯାବଜ୍ଜୀବନ କ୍ଲେଶରେ ତହିଁରୁ ଭକ୍ଷ୍ୟ ପାଇବ। ତହିଁରେ କଣ୍ଟା ଓ ଗୋଖରା ଗଛ ଜାତ ହେବ। ପୁଣି ତୁମ୍ଭେ କ୍ଷେତ୍ରର ଶାକ ଭୋଜନ କରିବ। ପୁଣି ମୁଖର ଝାଳରେ ଆହାର କରିବ। ଆଜି ପୃଥିବୀର ଯେପରି ଅବସ୍ଥା, ତାହା ମନୁଷ୍ୟର ପାପର କାରଣରୁ ହୋଇଅଛି, ଯାହା ତାହାର ଲୋଭର ଦ୍ୱାରା ପ୍ରକାଶିତ ହୁଏ। ଖଣିଜ ଦ୍ରବ୍ୟ ପାଇଁ ଖନନ, ପ୍ରଚୁର ଫସଲ ଉତ୍ପନ୍ନ କରିବା ପାଇଁ କୃତ୍ରିମ ସାରର ବ୍ୟବହାର, ନିଜର ଆରାମ ନିମନ୍ତେ କଳକାରଖାନା ସ୍ଥାପନ, ବୃକ୍ଷ କାଟିବା ଇତ୍ୟାଦି ପାପର ପରିଣାମ ଅଟେ, ଯାହା ନିମନ୍ତେ ପୃଥିବୀ ଆର୍ତ୍ତନାଦ କରି ନିଜର ମୁକ୍ତିର ଅପେକ୍ଷା କରୁଅଛି। ପ୍ରଭୁ ଶ୍ରୀଖ୍ରୀଷ୍ଟ କହିଲେ, ମୁଁ ଜୀବନଦାୟକ ଆହାର। ଯେପରି ରୁଟି ତିଆରି ନିମନ୍ତେ ଅଟା ଦଳାଯାଏ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ଶରୀର କୋରଡ଼ା ପ୍ରହାରରେ ଦଳାଗଲା। ରୁଟି ଯେପରି ତାୱାରେ ସେକାଯାଏ, ତଦନୁରୂପେ ମନୁଷ୍ୟର ମୁକ୍ତି ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟ ନିଜକୁ ଈଶ୍ୱରଙ୍କର କ୍ରୋଧର ଅଗ୍ନିରେ ଜଳିଲେ, ଅର୍ଥାତ୍ ସେ ମୃତ୍ୟୁ ଭୋଗ କଲେ। ଯେପରି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ବ୍ୟକ୍ତି ମୁକ୍ତି ପାଏ, ଆପଣ ମଧ୍ୟ ଯେପରି ତଦନୁରୂପେ କରିବେ। ଈଶ୍ୱରଙ୍କ ନିକଟରେ ଆପଣଙ୍କ ନିମନ୍ତେ ଆମର ଏହି ପ୍ରାର୍ଥନା।